ନାଇଣ୍ଟିଜ୍ର ଯଦି କେହି ପିଲା ଅଛନ୍ତି ତ ଆପଣ ଭାଇ ମନ ଦୁଃଖ କରନ୍ତୁନି ଯଦି ବାହାଘର ହେଇନାହିଁ। ଭାଇ ମୁଁ ବି ବାହା ହେଇନି, ମୁଁ ବି ନାଇଣ୍ଟିଜ୍ ପିଲା। ତ ମୋ କହିବା କଥା ହେଲା ବାହାଘର ଗୋଟେ ବହୁତ ବଡ଼ ଜିନିଷ, ଛୋଟ କଥା ନୁହେଁ, ବହୁତ ବଡ଼ ଜିନିଷ। ସେଥିପାଇଁ ତାକୁ ବହୁତ କେୟାରଫୁଲି କରାଯାଏ, ବହୁତ ଜିନିଷ ଦେଖାଯାଏ। ଘର କେମିତିକା, ପିଲା କେମିତିକା, ଜାତକ ମିଶୁଛି ନା ନାହିଁ, ରାଶି କେମିତିକା, ସବୁ ଜିନିଷ ଦେଖାଯାଏ। କାହିଁକି ଦେଖାଯାଏ ତାର କାରଣ ଅଛି। ଆଉ ଯଦି ଆଜିକାଲିକା ଲଭ୍ ମ୍ୟାରେଜ ଭଳିଆ ଆପଣ ମ୍ୟାରେଜ କରିଦେବେ ନା ହୁଏତ କାଲି ସକାଳେ ଡିଭୋର୍ସ ହେଇଯାଉଛି। ଆଗ କାଳେ ଆପଣ ଦେଖିଥିବେ ଡାଇଭର୍ସର କେସେସ୍ ବହୁତ କମ୍। ସେମାନେ ସେମିତି ଜୀବନ ସାରା ତାଙ୍କ ସହିତ ରହିଯାଉଥିଲେ ଜଣଙ୍କ ସହିତ। କିନ୍ତୁ ଆଜିକାଲି ସେଇଟା ବହୁତ କମିଗଲାଣି। ଆଜିକାଲି ଡାଇଭର୍ସଟା ବହୁତ ଫେମସ୍ ହେଇଗଲାଣି। ତ ସେଥିପାଇଁ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଟାଇମ୍ ଭାଇ ଅଛି, ଟାଇମ୍ କିଛି ପଳେଇ ଯାଏ ନାହିଁ। ଟାଇମ୍ ଇମ୍ପୋର୍ଟାଣ୍ଟ ନୁହେଁ, ଆପଣ ଭଲ ପାର୍ଟନର ପାଇବା ହେଉଛି ଇମ୍ପୋର୍ଟାଣ୍ଟ। ଯଦି ଆପଣ ଜୀବନରେ ଭଲ ଜୀବନ ସାଥୀଟି ମିଳିଗଲା ତାହେଲେ ଆପଣ ଜୀବନ ସୁରୁଖୁରୁରେ କଟିଯିବ, ଟେନସନ୍ କିଛି ନାହିଁ। ଆଉ ଯଦି ଭାଇ ଖରାପ ପଡ଼ିଗଲା ନା ପରେ ଜୀବନ ବର୍ବାଦ ହେଇଯିବ। ବାହା ନହେଲେ ବରଂ ତାଠୁ ବେଟର ବାହା ହେଇକି ଆପଣ ଫସିଯିବେ। ସେଥିପାଇଁ ବ୍ୟସ୍ତ ହବା କିଛି ଆବଶ୍ୟକତା ନାହିଁ। ଭଲ ଝିଅ ଆଉ ଭଲ ପୁଅ ଖୋଜି ଆରାମସେ ବାହା ହୁଅନ୍ତୁ। କିଛି ବୟସର ଟେନସନ୍ ନିଅନ୍ତୁ ନାହିଁ। ଜୟ ଜଗନ୍ନାଥ।